ଆମର ନ୍ୟାସନାଲ ସାଇନ୍ସ ଡେ ବା ଜାତୀୟ ବିଜ୍ଞାନ ଦିବସ ପାଳନ କରାଯାଉଛି। ସେହି ଉପଲକ୍ଷେ ଆମ ବିଦ୍ୟାଳୟର ଏନର୍ଜି କ୍ଲବ ତରଫରୁ ଆମେ ମଧ୍ୟ ପାଳନ କରିବାକୁ ଯାଉଛେ ଜାତୀୟ ବିଜ୍ଞାନ ଦିବସ। ପିଲାମାନେ ତମେ ଜଣେ ସାଇଣ୍ଟିଷ୍ଟଙ୍କ ନାଁ ଶୁଣିଥିବ, ସି.ଭି. ରମନ। କିଏ ଶୁଣିଛ, କିଏ ଶୁଣିନ? ତ ଜାଣିବାକୁ ପଡ଼ିବ ଯେ ନ୍ୟାସନାଲ ସାଇନ୍ସ ଡେ ଆମେ କ'ଣ ପାଇଁ ପାଳନ କରୁଛେ। ଆମ ପାଖରେ ତ ସମୟ ବହୁତ କମ୍, ସେଥିପାଇଁ ମୁଁ ତୁମକୁ କ୍ଲାସ୍ରେ ବିସ୍ତୀର୍ଣ୍ଣ ଭାବରେ କେବେ ବ୍ୟାଖ୍ୟା କରିବି, କିନ୍ତୁ ଟିକେ କହିଦେଉଛି ଯେ ଆମ ଭାରତର ବୈଜ୍ଞାନିକ ଥିଲେ ସି.ଭି. ରମନ, ଯିଏ 1928 ମସିହାରେ ଗୋଟେ ଡିସ୍କଭରି କରିଥିଲେ ଲାଇଟ୍ ଉପରେ। ସିଏ ଥରେ କାଲକାଟାରୁ ଲଣ୍ଡନ ଯାଉଥିଲେ ଗୋଟେ ଗବେଷଣା ପାଇଁ, ତାଙ୍କୁ ଡାକିକି ନିଆଯାଇଥିଲା। ଫେରିଲା ବେଳେ କେମିତି ଆସିଲେ, ସେତେବେଳେ ଜାହାଜରେ ଆସୁଥିଲେ ସମୁଦ୍ରରେ। ତ ସେ ଆସିଲା ବେଳେ ଦେଖିଲେ ବାହାରେ ସମୁଦ୍ର, ଯେଉଁ ଜାହାଜର ଡେକ୍ରେ ଠିଆ ହେଇକି ସମୁଦ୍ରକୁ ଚାହିଁଥିଲେ। ହଠାତ୍ ତାଙ୍କ ମାଇଣ୍ଡର ଷ୍ଟ୍ରାଇକ୍ କଲା, ସମୁଦ୍ରର ପାଣି ଏତେ ବ୍ଲୁ କେମିତି ଦେଖାଯାଉଛି। ସେଇ ପାଣିକୁ ଯେତେବେଳେ ଗ୍ଲାସ୍ର ଆଣିକି ଦେଖାଯାଉଛି, ସେ କଲରଲେସ୍, ପାଣିର କଲର ତମେ ଜାଣିଛ, ପାଣିର କିଛି ବର୍ଣ୍ଣ ନାହିଁ। ତ ସେଇ ଜିନିଷଟା ତାଙ୍କ ମସ୍ତିଷ୍କରେ ଖେଳିଲା ସବୁବେଳେ ଯେ ୱାଟରର କଲର ସିର, ମାନେ ସମୁଦ୍ରର ବ୍ଲୁ କଲର କାହିଁକି ହେଉଛି। ତା ଉପରେ ସେ ଦିନ ରାତି ଗବେଷଣା କଲେ। ସେ ଆଗରୁ ବି ଧ୍ୱନି ଆଉ ଲାଇଟ୍ ଉପରେ ଗବେଷଣା କରିଥିଲେ। ତ ଏମିତି କରୁ କରୁ ସେ ଗୋଟେ ଇଫେକ୍ଟ ବାହାର କଲେ, ଯେଉଁଟା ରମନ ଇଫେକ୍ଟ କୁହାଗଲା। ସେଇଟା ହେଲା ସ୍କାଟରିଂ ଅଫ୍ ଲାଇଟ୍, ମାନେ ଲାଇଟ୍ର ବିଚ୍ଛୁରଣ। ତମେ ଜାଣିଛ ପିଲାମାନେ, ସୂର୍ଯ୍ୟାଲୋକ 7ଟି ବର୍ଣ୍ଣର ସମାହାର। କ'ଣ କ'ଣ କହିବ? ବାଘ, ବାଇଗଣୀ, ଘନନୀଳ, ନୀଳ, ଏମିତି ସବୁ ଅଛି। ତ ଲାଇଟ୍ର ସେଇ ଯେଉଁ ଲାଇଟ୍ର କିଛି ଦୈର୍ଘ୍ୟ ଅଛି, ତାର ତରଙ୍ଗ। ଲାଇଟ୍ ଯେତେବେଳେ ଆସେ ଆମ ପାଖକୁ ତରଙ୍ଗ ରୂପରେ ଆସେ, ତାର ବି କିଛି ଦୈର୍ଘ୍ୟ ଅଛି। ତ ଏଇ ଯେଉଁ 7ଟା କଲର ଭିତରୁ କିଛି କଲରର ଦୈର୍ଘ୍ୟ ଲମ୍ବା ଅଛି, ଆଉ କିଛି କଲର ଦୈର୍ଘ୍ୟ ଛୋଟ ଅଛି। ଯେତେବେଳେ ସମୁଦ୍ର ଉପରେ ସୂର୍ଯ୍ୟାଲୋକ ପଡ଼ୁଛି, ସେତେବେଳେ ପ୍ରାୟତଃ 4ଟା ଖଣ୍ଡେ ଲାଇଟ୍ ଦୈର୍ଘ୍ୟ ତାର ସମୁଦ୍ର ଶୋଷି ନେଉଛି। କିନ୍ତୁ ଭାଓଲେଟ୍, ଇଣ୍ଡିଗୋ, ବ୍ଲୁ, ମାନେ ବାଇଗଣୀ, ଘନନୀଳ, ନୀଳ, 3ଟା କଲର। ବାଇଗଣୀ, ଘନନୀଳ, ନୀଳ, ସେଇ 3ଟା କଲରର ସର୍ଟ ୱେଭଲେନ୍ଥ ଯୋଗୁଁ ସେଇଗୁଡ଼ାକୁ ସମୁଦ୍ର ଶୋଷି ପାରେନି। ସେ ଚାରିଆଡ଼େ ବିଚ୍ଛୁରିତ କରିଦିଏ ତା ଶରୀର। ଆଉ ବେଶୀ ହେଉଛି ନୀଳ କଲରଟା ଉପରେ, ତେଣୁ ସମୁଦ୍ର ରଙ୍ଗ ଆମକୁ ଦେଖିବାକୁ କେମିତି ଦେଖାଯାଏ? ନୀଳ। ସେ ଫେନୋମେନନ୍ ଆମର ଆକାଶ ପାଇଁ ବି ଲାଗୁ ହୁଏ। ଆକାଶର କିଛି କଲର ନାହିଁ, ସେଇ ସୂର୍ଯ୍ୟାଲୋକରୁ ନୀଳ ରଙ୍ଗଟି ବିଚ୍ଛୁରିତ ହେଉଛି ବୋଲି ଆମେ ଆକାଶ କଲର ମଧ୍ୟ ବ୍ଲୁ ଦେଖିପାରୁଛୁ। ତ ସେ ଭିତରେ ବହୁତ ଫିଜିକ୍ସ ପାଠ ରହିଛି। ଆମେ ଖାଲି ମନେ ରଖିବା ଯେ ରମନ ଏଇ ଜିନିଷଟା ବାହାର କରିଥିଲେ, ସି.ଭି. ରମନ। ସେଇଥିପାଇଁ ତାଙ୍କୁ 1930ରେ ନୋବେଲ ପ୍ରାଇଜ୍ ଦିଆଯାଇଥିଲା। ଆଉ ରାଜୀବ ଗାନ୍ଧୀ ଯେତେବେଳେ ପ୍ରଧାନମନ୍ତ୍ରୀ ଥିଲେ 1986 ପାଖରୁ ସେ ଘୋଷଣା କଲେ ଯେ ପ୍ରତି ବର୍ଷ 28 ଫେବୃଆରୀ ଆମେ ଜାତୀୟ ବିଜ୍ଞାନ ଦିବସ ପାଳନ କରିବା। ସେବେଠାରୁ ଭାରତରେ ପ୍ରତିବର୍ଷ ଫେବୃଆରୀ 28ରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇକି ଆସୁଛି। ତ ଆଜି ଆମେ ମଧ୍ୟ ପାଳନ କରିବା। ତୁମମାନେ କିଛି ଡିବେଟ୍ ଭିତରେ ଆସିଛ। ଏବେ ମୁଁ ଆମର ପ୍ରଧାନ ଶିକ୍ଷୟିତ୍ରୀ ମହୋଦୟଙ୍କୁ ଅନୁରୋଧ କରିବି ଆଜିର ଦିବସ ଉପଲକ୍ଷେ ସେ ତୁମମାନଙ୍କୁ ଦୁର୍ପଦ କିଛି କହିବେ। ଧନ୍ୟବାଦ ଆପଣଙ୍କୁ। ଯେମିତି ଆମ ଢେଙ୍କାନାଳ ସହକାରୀ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ଅତି ସୁନ୍ଦର ଭାବରେ ଆଜିକାର ଦିବସର ମହତ୍ତ୍ୱ ଗୁରୁତ୍ୱ ଉପରେ ସେ ତୁମକୁ ବ୍ୟାଖ୍ୟା କରୁଛନ୍ତି। ତ ବେଶୀ କିଛି ସମୟ ନ ନେଇ ଆମେ ଆଜିକାର ପ୍ରୋଗ୍ରାମ ଆଗକୁ କାର୍ଯ୍ୟକ୍ରମ ବଢ଼େଇବା। ଯେଉଁମାନେ ଏବେ ଟିକେ ଡିବେଟ୍ କହିବ, ତା ଆଗରୁ ଆଉ ଗୋଟେ କାର୍ଯ୍ୟକ୍ରମ ଅଛି। ପିଲାମାନେ ବିଜ୍ଞାନ ଉପରେ ଗୋଟେ ଗୀତ ପ୍ରିପେୟାର ହେଇଛନ୍ତି, ସେଇଟା ଗାଇବା ପାଇଁ ମୁଁ 9th କ୍ଲାସ୍ର 4 ଜଣ ଛାତ୍ରୀମାନଙ୍କୁ ଅନୁରୋଧ କରୁଛି। ଆଗକୁ ପଳେଇ ଆସିବୁ ଟିକେ।